जय जगन्नाथ समस्तंकु एवं ओपीएससी ओएस आस्पिरेंट यूट्यूब चैनल को पुणी थरे स्वागत। आशा करुछि आपण माने समस्ते भलरे थिबे। एही भिडियो रे आमे 9 मे 2026 रो समस्त गुरुत्वपूर्ण करंट अफेयर्स विषय रे आलोचना करिबा। एही भिडियोटी उभय ओडिशा गवर्नमेंट एवं सेंट्रल गवर्नमेंट अंडर रे हेउथिबा समस्त कॉम्पिटिटिव एग्जाम पाई अत्यंत गुरुत्वपूर्ण। एही भिडियो रे आमे नेशनल इंटरनेशनल एवं ओडिशा स्पेसिफिक करंट अफेयर्स गुड़ी को एग्जाम ओरिएंटेड वे रे बुझिबा। सेथिपाई भिडियोटी को शेष पर्यंत निश्चित भाव देखंतु, जहा द्वारा आपणको प्रिपरेशन पाई कोनोसी इंपोर्टेंट अपडेट मिस हेबो नाही। आजिरो प्रथम क्वेश्चन टी हेउची, हु हैज बीन ऑफिशियली फाइनलाइज्ड बाय द बीजेपी एज द नेक्स्ट चीफ मिनिस्टर ऑफ वेस्ट बेंगल। बा बीजेपी पक्षरु पश्चिम बंगर परवर्ती मुख्यमंत्री भावरे काहा नामको अनुष्ठानिक भावे चूड़ांत करा जायछि। एहार सठिक उत्तरटी हेउछि ऑप्शन सी, शुभेन्दु अधिकारी। देखंतु, पश्चिम बंग राजनीति रे एहा एक बड़ धरणर परिवर्तन। बीजेपी विधायक दलर बैठक रे शुभेन्दु अधिकारी को परवर्ती मुख्यमंत्री भावे मनोनीत करा जायछि। केंद्र गृहमंत्री अमित शाह को उपस्थिति रे एही निष्पत्ति निया जायछि। साधारणतः शुभेन्दु अधिकारी जनसाधारणଙ୍କ ମଧ୍ୟରେ ଥିବା ପ୍ରଭାବ ଏବଂ ତାଙ୍କର ଦୃଢ଼ ନେତୃତ୍ୱ ପାଇଁ ତାଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ପ୍ରଦାନ କରାଯାଇଛି, ଯାହାକି ବଙ୍ଗଳାର ଉନ୍ନତି ପାଇଁ ଏକ ନୂତନ ଦିଶା ଦେଖାଇବ ବୋଲି ଆଶା କରାଯାଉଛି। ଆମର ପରବର୍ତ୍ତୀ କ୍ୱେଶ୍ଚନଟି ହେଉଛି, ଦ ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟ ହ୍ୟାଜ୍ ରିସେଣ୍ଟଲି ନୋଟିଫାଏଡ୍ ହ୍ୱିଚ୍ ସିଟି ଏଜ୍ ଦ ହେଡକ୍ୱାର୍ଟର୍ସ ଅଫ୍ ଦ ସାଉଥ୍ କୋଷ୍ଟ ରେଲୱେ ଜୋନ୍। ବା କେନ୍ଦ୍ର ସରକାର ନିକଟରେ କେଉଁ ସହରକୁ ଦକ୍ଷିଣ ଉପକୂଳ ରେଲ ମଣ୍ଡଳ ବା ସାଉଥ୍ କୋଷ୍ଟ ରେଲୱେ ଜୋନ୍ର ମୁଖ୍ୟାଳୟ ଭାବରେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ବି, ବିଶାଖାପାଟନାମ। ଆନ୍ଧ୍ରପ୍ରଦେଶ ବିଶାଖାପାଟନା ପାଇଁ ଏହା ଏକ ଐତିହାସିକ ଦିନ। କେନ୍ଦ୍ର ସରକାର ଦକ୍ଷିଣ ଉପକୂଳକୁ ରେଲ ମଣ୍ଡଳର ମୁଖ୍ୟାଳୟ ପାଇଁ ଗେଜେଟ୍ ବିଜ୍ଞପ୍ତି ଜାରି କରିଛନ୍ତି। ଏହି ନୂତନ ଜୁନ୍ 1, 2026ରୁ କାର୍ଯ୍ୟକ୍ଷମ ହେବ। ଏହାଦ୍ୱାରା ଅଞ୍ଚଳରେ ରେଲ ଭିତ୍ତିଭୂମିର ବିକାଶ ହେବା ସହ ଯାତ୍ରୀ ସେବା ଓ ମାଲ ପରିବହନ କ୍ଷେତ୍ରରେ ବଡ଼ ସଂସ୍କାର ଆସିବ। ବିଶେଷ କରି ଉତ୍ତର ଆନ୍ଧ୍ରପ୍ରଦେଶର ଆର୍ଥିକ ଅଭିବୃଦ୍ଧି ପାଇଁ ଏହା ବହୁଳ ସହାୟକ ହେବ। ଆମର ପରବର୍ତ୍ତୀ କ୍ୱେଶ୍ଚନଟି ହେଉଛି, ରିସେଣ୍ଟଲି ହ୍ୱିଚ୍ କମ୍ପାନିଜ୍ ଆନାଉନ୍ସଡ୍ ଦ ଲଞ୍ଚ ଅଫ୍ ଇଣ୍ଡିଆଜ୍ ଫାର୍ଷ୍ଟ ଏଆଇ ଅର୍ବିଟାଲ ଡାଟା ସେଣ୍ଟର ସ୍ୟାଟେଲାଇଟ୍ ପାଥଫାଇଣ୍ଡର। ବା ନିକଟରେ କେଉଁ କମ୍ପାନୀ ଗୁଡ଼ିକ ଭାରତର ପ୍ରଥମ ଏଆଇ ଅର୍ବିଟାଲ ଡାଟା ସେଣ୍ଟର ସ୍ୟାଟେଲାଇଟ୍ ପାଥଫାଇଣ୍ଡର ଲଞ୍ଚ କରିବାକୁ ଘୋଷଣା କରିଛନ୍ତି। ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ସି, ପିକ୍ସେଲ ଆଣ୍ଡ ସର୍ଭମ କମ୍ପାନୀ। ମନେ ରଖିବେ, ଭାରତୀୟ ମହାକାଶ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ। ସ୍ପେସ୍ ଷ୍ଟାର୍ଟଅପ୍ ପିକ୍ସେଲ ଏବଂ ଏଆଇ ସଂସ୍ଥା ସର୍ଭମ ମିଳିତ ଭାବେ ପାଥଫାଇଣ୍ଡର ନାମକ ଏକ ସ୍ୟାଟେଲାଇଟ୍ ନିର୍ମାଣ କରୁଛନ୍ତି। ସାଧାରଣତଃ ସ୍ୟାଟେଲାଇଟ୍ କେବଳ ଫଟୋ ଉଠାଇ ପଠାଇଥାଏ, କିନ୍ତୁ ଏହି ସ୍ୟାଟେଲାଇଟ୍ ଭିତରେ ଏକ ଏଆଇ ମସ୍ତିଷ୍କ ରହିବ। ଏହା ମହାକାଶରେ ହିଁ ତଥ୍ୟଗୁଡ଼ିକୁ ବିଶ୍ଳେଷଣ କରିପାରିବ। ଚାଷ ଜମିର ସ୍ୱାସ୍ଥ୍ୟ ଠାରୁ ଆରମ୍ଭ କରି ପ୍ରାକୃତିକ ସମ୍ପଦ ପର୍ଯ୍ୟନ୍ତ ସମସ୍ତ ତଥ୍ୟ ଏହା ଖୁବ୍ ଶୀଘ୍ର ପ୍ରଦାନ କରିପାରିବ। ଆମର ପରବର୍ତ୍ତୀ କ୍ୱେଶ୍ଚନଟି ହେଉଛି, ରିସେଣ୍ଟଲି ଦ ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟ ପ୍ରପୋଜ୍ଡ ଫିକ୍ସିଂ ଦ ଟୋଟାଲ ନମ୍ବର ଅଫ୍ ଜଜେସ୍ ଇନ୍ ଦ ସୁପ୍ରିମକୋର୍ଟ ଏଟ୍ ହାଉ ମେନି। ବା ନିକଟରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ବିଚାରପତିମାନଙ୍କ ସଂଖ୍ୟା କେତେକୁ ବୃଦ୍ଧି କରିବାକୁ ପ୍ରସ୍ତାବ ଦେଇଛନ୍ତି। ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ସି, 37। ଆପଣଙ୍କୁ ପ୍ରିଲିମରେ ପଚରାଯାଇପାରେ ପୂର୍ବରୁ କେତେ ଥିଲା ଓ ପରେ କେତେ ହେଲା। ଓକେ, ମନେ ରଖିବେ। ଚାଲନ୍ତୁ ଜାଣିନେବା। ଦେଶର ନ୍ୟାୟିକ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ କେନ୍ଦ୍ର କ୍ୟାବିନେଟ୍ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ସୁପ୍ରିମକୋର୍ଟରେ ପଡ଼ି ରହିଥିବା ହଜାର ହଜାର ମାମଲାର ଶୀଘ୍ର ସମାଧାନ ପାଇଁ ବିଚାରପତିମାନଙ୍କ ସଂଖ୍ୟା 33ରୁ 37କୁ ବୃଦ୍ଧି କରାଯାଇଛି। ମନେ ରଖିବେ, 33ରୁ 37କୁ ବୃଦ୍ଧି କରାଯାଇଛି। ଏହାଦ୍ୱାରା ସାଧାରଣ ଜନତାଙ୍କୁ ନ୍ୟାୟ ମିଳିବାରେ ବିଳମ୍ବ ହେବ ନାହିଁ ଏବଂ ଅଦାଲତ କାର୍ଯ୍ୟକ୍ଷମତା ମଧ୍ୟ ବୃଦ୍ଧି ପାଇବ। ଏହା ପ୍ରକୃତରେ ଭାରତୀୟ ନ୍ୟାୟିକ ଇତିହାସରେ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ। ଆମର ପରବର୍ତ୍ତୀ କ୍ୱେଶ୍ଚନଟି ହେଉଛି, ରିସେଣ୍ଟଲି ହୁ ଓନ୍ ଦ IBSF ୱାର୍ଲଡ ବିଲିଆର୍ଡସ୍ ଟାଇଟଲ ହେଲ୍ଡ ଇନ୍ ଆୟାରଲାଣ୍ଡ।
ବା ନିକଟରେ ଆୟାରଲାଣ୍ଡରେ ଅନୁଷ୍ଠିତ IBSF ବିଶ୍ୱ ବିଲିଆର୍ଡସ୍ ଟାଇଟଲ କିଏ ଜିତିଛନ୍ତି? ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି ସୌରଭ କୋଠାରୀ। ଦେଖନ୍ତୁ ବିଶ୍ୱ ବିଲିଆର୍ଡସ୍ ମଇଦାନରେ ପୁଣି ଥରେ ଭାରତର ପତାକା ଉଡ଼ିଛି। ସୌରଭ କୋଠାରୀ ଆୟାରଲାଣ୍ଡର କୋର୍ଲାଠାରେ ଅନୁଷ୍ଠିତ ଫାଇନାଲରେ ପଙ୍କଜ ଆଡ଼ଭାନୀଙ୍କୁ ହରାଇ ନିଜର ବିଶ୍ୱ ଟାଇଟଲ ବଜାୟ ରଖିଛନ୍ତି। ଏହି ବିଜୟ ସୌରଭଙ୍କ ଏକାଗ୍ରତା ଏବଂ କଠିନ ପରିଶ୍ରମର ପରିଣାମ। ସେ ନିଜର ତୃତୀୟ ବିଶ୍ୱ ଟାଇଟଲ ଜିତି ଦେଶ ପାଇଁ ଗୌରବ ଆଣିଛନ୍ତି, ଯାହାକି ପ୍ରତ୍ୟେକ ଭାରତୀୟମାନଙ୍କ ପାଇଁ ଏକ ଗର୍ବର ବିଷୟ ଅଟେ। ଦେଖନ୍ତୁ ଆପଣଙ୍କୁ ଏଠାରେ ଦୁଇଟି ନାମ ମନେ ରଖିବାକୁ ପଡ଼ିବ। ପ୍ରଥମ ନାମଟି ହେଉଛି ୱିନର। ୱିନର ହେଉଛନ୍ତି ସୌରଭ କୋଠାରୀ, କିନ୍ତୁ କାହାକୁ ହରେଇ ଜିତିଛନ୍ତି? ପଙ୍କଜ ଆଡ଼ଭାନୀ। ଏହି ଦୁଇଟି ନାଁକୁ ମନେ ରଖିବେ। ଆପଣଙ୍କୁ ପଚରାଯାଇପାରେ ସୌରଭ କୋଠାରୀ ବିଶ୍ୱ ବିଲିଆର୍ଡସ୍ ମଇଦାନରେ କାହାକୁ ପଛରେ ପକାଇ ବିଜୟ ଲାଭ କରିଥିଲେ? ଆପଣଙ୍କ ଉତ୍ତର ହେବ ପଙ୍କଜ ଆଡ଼ଭାନୀ। ଆମର ପରବର୍ତ୍ତୀ କ୍ୱେଶ୍ଚିନ୍ଟି ହେଉଛି ରିସେଣ୍ଟଲି ହାଉ ମଚ୍ ବଜେଟ୍ ହେଜ୍ ବିନ୍ ଆଲୋକେଟେଡ୍ ବାଇ ଦ ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟ ଫର୍ ଦ କଟନ୍ ରିଭଲ୍ୟୁସନ୍ ମିଶନ କପାସ କ୍ରାନ୍ତି। ବା କେନ୍ଦ୍ର ସରକାର କପା ଚାଷର ଉନ୍ନତି ପାଇଁ କପାସ କ୍ରାନ୍ତି ମିଶନ ନିମନ୍ତେ କେତେ ବଜେଟ୍ ଅନୁଦାନ କରିଛନ୍ତି? ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି 5,600 କରୋଡ଼। ଦେଖନ୍ତୁ ଭାରତୀୟ କୃଷକମାନଙ୍କ ଆୟ ବୃଦ୍ଧି ପାଇଁ କେନ୍ଦ୍ର ସରକାର ମିଶନ ଫର୍ କଟନ୍ ପ୍ରଡକ୍ଟିଭିଟି ବା କପା କ୍ରାନ୍ତି ଆରମ୍ଭ କରିଛନ୍ତି। ଏଥିପାଇଁ ପ୍ରାୟ 5,600 କୋଟିରୁ ଅଧିକ ଟଙ୍କାର ବଜେଟ୍ ମଞ୍ଜୁର କରିଛନ୍ତି। ଆଗାମୀ 5 ବର୍ଷ ମଧ୍ୟରେ ଏହି ମିଶନ ଜରିଆରେ କପା ଚାଷରେ ଉନ୍ନତ ବିହନ ଏବଂ ଆଧୁନିକ ଜ୍ଞାନକୌଶଳର ବ୍ୟବହାର କରାଯିବ। ଏହାଦ୍ୱାରା ଦେଶର 14ଟି ରାଜ୍ୟର କପା ଚାଷୀମାନେ ଉପକୃତ ହେବେ ଏବଂ ଭାରତର ବୟନ ଶିଳ୍ପ ବିଶ୍ୱସ୍ତରରେ ଅଧିକ ଶକ୍ତିଶାଳୀ ହୋଇପାରିବ। ମନେ ରଖିବେ, ସରକାରଙ୍କର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଉନ୍ନତ କିସମର ବିହନ ଏବଂ ଆଧୁନିକ ଜ୍ଞାନକୌଶଳ ଯୋଗାଇ ଦେବା କୃଷକମାନଙ୍କୁ। ଆମର ପରବର୍ତ୍ତୀ କ୍ୱେଶ୍ଚିନ୍ଟି ହେଉଛି ରିସେଣ୍ଟଲି ହୁ ଓନ୍ ଦ ସାଉଥ୍ ଏସିଆ ରିଜନାଲ ଟାଇଟଲ ଏଟ୍ ଦ କେମ୍ବ୍ରିଜ ଡେଡିକେଟେଡ୍ ଟିଚର ଆୱାର୍ଡସ୍ 2026 ବା କେମ୍ବ୍ରିଜ ଡେଡିକେଟେଡ୍ ଟିଚର ଆୱାର୍ଡ 2026ରେ ଦକ୍ଷିଣ ଏସିଆ ଆଞ୍ଚଳିକ ଟାଇଟଲ କିଏ ଜିତିଛନ୍ତି? ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି ସୋମା ମଣ୍ଡଲ। ଶିକ୍ଷା କ୍ଷେତ୍ରରେ ଭାରତର ପରିଚୟକୁ ସୋମା ମଣ୍ଡଲ ବିଶ୍ୱ ଦରବାରରେ ପହଞ୍ଚାଇଛନ୍ତି। ସେ ଜଣେ ବିଜ୍ଞାନ ଶିକ୍ଷୟିତ୍ରୀ ଭାବରେ ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଷୟରେ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରିବା ପାଇଁ କେମ୍ବ୍ରିଜ ଡେଡିକେଟେଡ୍ ଟିଚର ଆୱାର୍ଡସରେ ଦକ୍ଷିଣ ଏସିଆର ଶ୍ରେଷ୍ଠ ଶିକ୍ଷୟିତ୍ରୀ ଭାବେ ବିବେଚିତ ହୋଇଛନ୍ତି। 126ଟି ଦେଶରେ 12,000ରୁ ଅଧିକ ନାମାଙ୍କନ ମଧ୍ୟରୁ ସେ ଏହି ସଫଳତା ପାଇଛନ୍ତି। ତାଙ୍କର ଏହି ନିଷ୍ଠାପର କାର୍ଯ୍ୟ ଦର୍ଶାଉଛି ଯେ ଶିକ୍ଷା ମାଧ୍ୟମରେ ଆମେ କିପରି ଏକ ସୁନ୍ଦର ପୃଥିବୀ ଗଢ଼ିପାରିବା। ଆମର ପରବର୍ତ୍ତୀ କ୍ୱେଶ୍ଚିନ୍ଟି ହେଉଛି ଆକର୍ଡିଂ ଟୁ ଦ ରିସେଣ୍ଟ NCRB ଡାଟା ହ୍ୱିଚ୍ ମେଟ୍ରୋପଲିଟାନ୍ ସିଟି ରେକର୍ଡେଡ୍ ଦ ହାଇଏଷ୍ଟ ନମ୍ବର ଅଫ୍ କ୍ରାଇମ୍ ଏଗନେଷ୍ଟ ଚିଲଡ୍ରେନ୍ ଇନ୍ ଇଣ୍ଡିଆ। ବା ନିକଟରେ ପ୍ରକାଶିତ NCRB ତଥ୍ୟ ଅନୁଯାୟୀ ଭାରତର କେଉଁ ମହାନଗର ନିଗମରେ ଶିଶୁମାନଙ୍କ ବିରୁଦ୍ଧରେ ସବୁଠାରୁ ଅଧିକ ଅପରାଧ ରେକର୍ଡ କରାଯାଇଛି? ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି ଦିଲ୍ଲୀ। ଦେଖନ୍ତୁ ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ ବା NCRBର ଏହି ତଥ୍ୟ ଆମ ସମାଜ ପାଇଁ ଏକ ଚିନ୍ତାର ବିଷୟ। ଲଗାତାର ଭାବରେ ଦିଲ୍ଲୀରେ ଶିଶୁମାନଙ୍କ ବିରୁଦ୍ଧରେ ହେଉଥିବା ଅପରାଧର ସଂଖ୍ୟା ଦେଶର ଅନ୍ୟ ମହାନଗର ଗୁଡ଼ିକ ଅପେକ୍ଷା ଅଧିକ ରହିଛି। ଏଥିରେ ଅପହରଣ ଏବଂ ପକ୍ସୋ ଅଧୀନରେ ହେଉଥିବା ମାମଲାଗୁଡ଼ିକ ମୁଖ୍ୟ। ଏହି ତଥ୍ୟ ଆମକୁ ସତର୍କ କରାଉଛି ଯେ ଶିଶୁମାନଙ୍କ ସୁରକ୍ଷା ଏବଂ ସେମାନଙ୍କ ପାଇଁ ଏକ ନିରାପଦ ପରିବେଶ ଗଢ଼ିବା ଦିଗରେ ଆମକୁ ଆହୁରି ଅନେକ କାର୍ଯ୍ୟ କରିବାକୁ ହେବ। ଆମର ପରବର୍ତ୍ତୀ କ୍ୱେଶ୍ଚିନ୍ଟି ହେଉଛି ଦ ଜନନୀ ଡିଜିଟାଲ ପ୍ଲାଟଫର୍ମ ରିସେଣ୍ଟଲି ଲଞ୍ଚଡ୍ ବାଇ ଦ ୟୁନିୟନ ହେଲ୍ଥ ମିନିଷ୍ଟର ଇଜ୍ ରିଲେଟେଡ୍ ଟୁ ହ୍ୱିଚ୍ ଅଫ୍ ଦ ଫଲୋଇଂ ସେକ୍ଟର୍ସ। ବା ନିକଟରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଦ୍ୱାରା ଆରମ୍ଭ କରାଯାଇଥିବା ଜନନୀ ଡିଜିଟାଲ ପ୍ଲାଟଫର୍ମ ନିମ୍ନଲିଖିତ ମଧ୍ୟରୁ କେଉଁ କ୍ଷେତ୍ର ସହିତ ଜଡ଼ିତ? ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି ମ୍ୟାଟର୍ନାଲ ଆଣ୍ଡ ଚାଇଲ୍ଡ ହେଲ୍ଥ କେୟାର।
ଭାରତ ସରକାର ମାତୃ ଏବଂ ଶିଶୁ ସ୍ୱାସ୍ଥ୍ୟ ସେବାରେ ଉନ୍ନତି